ଗ୍ରାମାଞ୍ଚଳର ଜନସାଧାରଣମାନଙ୍କୁ ଯାତାୟାତର ସୁବିଧା ଯୋଗାଇବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଏବେ ବି ଅନେକ ଗାଁକୁ ଯୋଗାଯୋଗ କରିବା ପାଇଁ ଛୋଟ ବଡ଼ ନାଳରେ ସେତୁ ନିର୍ମାଣ ହେଉନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଥିବା ବେଳେ ପଡ଼ାର ଜନସାଧାରଣ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁ ବିଶେଷ ଭାବରେ ପ୍ରଭାବିତ ହୋଇ ଦୁସ୍ଥ ଜୀବନ ଅତିବାହିତ କରୁଛନ୍ତି। ପ୍ରକାଶଯୋଗ୍ୟ ଯେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତର ଧିଙ୍ଗିଆମୁଣ୍ଡା ଗ୍ରାମର ଏକ ପଡ଼ା ଗ୍ରାମ ହେଉଛି କଲୋନୀ ପଡ଼ା। ଏହି ପଡ଼ାରେ 30 ଗୋଟି ପରିବାର ବସବାସ କରନ୍ତି। ପଡ଼ାରେ ଅନେକ ବର୍ଗର ଲୋକେ ବସବାସ କରୁଥିବା ବେଳେ ପଡ଼ୋଶୀ ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ। ଏହି ପଡ଼ାରୁ ରାଜସ୍ୱ ଗାଁ ଧିଙ୍ଗିଆମୁଣ୍ଡା ଗ୍ରାମକୁ ଆସିବାକୁ ହେଲେ ମେଢ଼ାର ନାଳ ପାର କରି ଆସିବାକୁ ପଡ଼ିଥାଏ। ଦୁଇଟି ଗାଁର ମଧ୍ୟଭାଗରେ ନାଳ ରହିଛି। ଧିଙ୍ଗିଆମୁଣ୍ଡା ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏପରିକି ଅନେକ ଦୋକାନ ବଜାର ମଧ୍ୟ ରହିଛି। ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ପ୍ରତିଦିନ ଏହି ନାଳ ପାର ହୋଇ ଯିବା ଆସିବା କରୁଛନ୍ତି। ଏହି ନାଳର ମାଲିଘାଟ ନିକଟରେ ପାର ହୋଇ ଛାତ୍ରଛାତ୍ରୀମାନଙ୍କ ସମେତ ଗ୍ରାମର ଲୋକେ ପାର ହୋଇ ଯିବା ଆସିବା କରନ୍ତି। ବର୍ଷା ଋତୁ ସମୟରେ ଶିଶୁ ତଥା ଛାତ୍ରଛାତ୍ରୀମାନଙ୍କୁ ମୁଣ୍ଡରେ ବୋହି ପାର କରାଇ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇଥାନ୍ତି। ଏପରିକି ଶିଶୁମାନେ ବିଦ୍ୟାଳୟ ଗଲାବେଳେ ପାଣି କାଦୁଅରେ ଆଉଟୁ ପାଉଟୁ ହୋଇ ଭୟ ଓ ଆଶଙ୍କାରେ ବିପଦକୁ ଭାରେଇ ଯିବାକୁ ପଡ଼ୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପଡ଼ାର ଅନେକ ଛାତ୍ରଛାତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ କୋମଳମତୀ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଛନ୍ତି। ହେଲେ କେଉଁଭଳି ପରିସ୍ଥିତିରେ ଶିଶୁମାନେ ଯିବା ଆସିବା କରୁଛନ୍ତି ତାହା ବେଶ୍ ବୁଝା ପଡ଼ୁଛି। ଏହି ଗାଁକୁ ଏହି ନାଳ ବାଧକ ସାଜିଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ। ଫଳରେ ଅନେକ ରୋଗୀ ତଥା ପ୍ରସୂତି ମହିଳାଙ୍କୁ ବହୁ କଷ୍ଟରେ ଭାର କରି ପାର କରିବାକୁ ପଡ଼ିଥାଏ ବୋଲି ଗ୍ରାମର ଜନସାଧାରଣ ପ୍ରକାଶ କରିଛନ୍ତି। बाबू इटा आमे असुविधा ही जाऊँ पूरा आमर बाल बच्चा माने जोर इटा होचे लहकी नहीं हबार आमे पुनी गदी फादी हेले जोर हेले केन बेले बहले नहीं जाऊँ आज्ञा आमे खाली भोट देनु आमे से रनानी मंडी के भोट देनु ए ताके भोट देनु खाली जोर के बांधी देमु बोली करी आज्ञा माने कहले यार हमके 4 बछर 5 बछर हला सब ठकी दउछत होय पिला छुआ के आमे खंदे बगे करी ए खाके धरी करी इरा पढ़े आनु छ आज्ञा लहके लहके करी और खूब खोण खोण जोर है तो हमके असुविधा हो आज्ञा बस्ती के नहीं पारबार आमे किछु जिनिस घेनी कर खेई नहीं पारबार आमे। ଏହି ମେଢ଼ାର ନାଳ ଛତିଶଗଡ଼ ଅଞ୍ଚଳରୁ ପ୍ରବାହିତ ହୋଇ ଓଡ଼ିଶାରେ ପ୍ରବେଶ କରିଛି। ବର୍ଷା ହେଲେ ଏହି ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ସହ ବର୍ଷା ଋତୁର ଅଧିକାଂଶ ସମୟରେ ପାଣି ପ୍ରବାହିତ ହୋଇଥାଏ। ଏହି ନାଳରେ ସେତୁ ନିର୍ମାଣ କରିବା ପାଇଁ ଗ୍ରାମର ଜନସାଧାରଣ ଅନେକ ଥର ପ୍ରଶାସନିକ ଅଧିକାରୀ ରାଜନୈତିକ ନେତୃବୃନ୍ଦ ସମେତ ନୂଆପଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବ ସରକାର ସମୟରେ ଜିରୋ କନେକ୍ଟିଭିଟି ହେବିଟେସନ ଗାଁଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ କରି ଗାଁର ରାସ୍ତା ସେତୁ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଏକ ତାଲିକା ସେତେବେଳେ ରାଜ୍ୟ ସରକାର ପ୍ରତି ଜିଲ୍ଲାପାଳମାନଙ୍କୁ ମାଗିଥିଲେ। ସେହି ଆଧାରରେ ସିନାପାଲି ବ୍ଲକରୁ ମଧ୍ୟ ଏକ ସବିଶେଷ ତଥ୍ୟ ସହିତ ପ୍ରଦାନ କରାଯାଇଥିଲା। ହେଲେ ସରକାର ବଦଳିଛି କିନ୍ତୁ ଉପାନ୍ତର ଚିତ୍ର ବଦଳି ପାରିନାହିଁ। ବର୍ତ୍ତମାନର ବିଜେପି ସରକାର ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ନାରା ଦେଉଛନ୍ତି। ହେଲେ ଏହିଭଳି ଅଞ୍ଚଳର ବିକାଶ ପାଇଁ ଚିନ୍ତା କରୁନାହାନ୍ତି। ଏପରିକି ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଆନ୍ତରିକତାର ଅଭାବ ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଯାହାଫଳରେ ଅନେକ ଗାଁଗଣ୍ଡାଗୁଡ଼ିକର ଯାତାୟାତ ସାଙ୍ଗକୁ ମୌଳିକ ସୁବିଧା ସୁଯୋଗ ପାଇବାରେ ଆଜି ବି ଅବ୍ୟବସ୍ଥା ଲାଗି ରହିଛି। ଏ ଦିଗରେ ସରକାର ତଥା ପ୍ରଶାସନ ଆଗକୁ ପଦକ୍ଷେପ ନ ନେଲେ ଆଗାମୀ 2027 ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଭୋଟ ସମୟରେ ଅନେକ ପ୍ରତିଶ୍ରୁତି ଦେଇ ଭୋଟ ନେଇଯାଆନ୍ତି। ହେଲେ ନିର୍ବାଚନ ସରିଗଲେ ଆମ ଗାଁ ସମସ୍ୟା ବୁଝିବାକୁ କେହି ଦୃଷ୍ଟି ଦିଅନ୍ତି ନାହିଁ ବୋଲି ଗ୍ରାମର ଅବଦଲ ନାଗ ଦୁଲାଲୁ ଖଡସେଲ ଅକୁରାମ ଖଡସେଲ ଗଜାନନ ଦଣ୍ଡସେନା ମଣ୍ଟ ଛତ୍ରିଆ ଦିବାକର ଛତ୍ରିଆ ମଦନ ଖଡସେଲ ହର ଖଡସେଲ ରାମେ କଟା କୃଷ୍ଣଚନ୍ଦ୍ର ପୁଞ୍ଜି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କେନ୍ଦୁମୁଣ୍ଡା ପଞ୍ଚାୟତ ସରପଞ୍ଚ ମଦନ ଦଣ୍ଡସେନାଙ୍କୁ ପଚାରିବାରୁ ଏହି ନାଳରେ ପୋଲ ନିର୍ମାଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ଜିଲ୍ଲା ସ୍ତରରୁ ଏପ୍ରୁଭାଲ ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
ଏହି ନାଳରେ କେବେ ପୋଲ ନିର୍ମାଣ ହେବ ଓ ଯାତାୟାତରେ ସୁବିଧା ହେବ ତାକୁ ନେଇ ଅପେକ୍ଷା କରିଛନ୍ତି ଗ୍ରାମବାସୀ। देखिए हमने तो भारी असुविधा पड़ी से आज्ञा एटा हमार जोर गोटे अच्छे बाल बच्चा जहाँ पढ़ी पढ़ी पढ़ के बहली नौचे क्या कहे कि सरकार सुनबार नहीं एक 5 बरस ही गला 10 बरस ही गला एमती मीडिया आनी आनी लाखे मीडिया गला किंतु से मीडिया भी किंतु आगे आम एतकी भोट दी पार्लु ये बोली यार गोटे मगे दे भोट दियो तुम पुलिया बांधबी ई करी बोली बोली आमके ई कॉलोनी पड़ा के सरकार देला घर इंदिरा कॉलोनी देला इंदिरा गांधी देला किंतु अर्धा भोट आमके निकी छाड़ी करी सला एते अपमान ही करी सला पड़ी छु हमें हाँ हाँ बहुत असुविधा हमर केते असुविधा अच्छे एबे हमर बाल बच्चा छुआ मने आसी जदि जोर बहली नेले किंतु सरकार कहीं ना बाके एबे पेन होजे एबे तो पेन कम होचे किंतु पेन आसीबा मूड भर छत भर आसबा आम नलाने पिला छुआ मैंने अंगनवाड़ी जावाके स्कूल जावाके खूब असुविधा होचे आमर ससुर सास दिने सरीगला आमर दिनटा सरी जाऊे आमर नाती पुथिर दिने आमर पो मनकर दिने भी खूब असुविधा होचे पिला छुआ आमर मूर्ख ही जाऊन आमे किछुटा काजे घिनी खाई जीवा लगी भी पिला टुकिल के खूब असुविधा होचे नेंद आसुचे जी आमे ई सरकार के केते गुहारी करूछुँ केन सरकार आमर कथा के नहीं सुनबार आर खूब पेनटा खूब आसुचे ना छाते मुड़े कासुचे केते बेले अच्छे आमे 3टा ब्रिज गोटे भी 3टा पोल बसई कर भी बनई देले आमे जनता कर भी नहकी करी जिमु बस्ती के बोली आमे कहूँ ई सरकार आमर कथा के नहीं सुनबार डेलीवरी मन के नौचु नहके करी जनता मरहा के नसत परा हेंती डेलीवरी के आमे खट पिढ़ा ने बांधी करी आमे नौचु डेलीवरी के नहके करी यार छुआली करी कर आनुछु तो ई सरकार आमर कथा के किछु नहीं सुनबार। नुआपड़ा जिल्लारू जगन्नाथ सागर रिपोर्ट ओडिशा हाइलाइट समाचार।